ଭୁବନେଶ୍ୱରର ସକାଳ ସହରର କୋଳାହଳଠାରୁ ଦୂରରେ ଥିବା ଏକ ଅଭିଜାତ ଅଞ୍ଚଳରେ ଅବସ୍ଥିତ ପଟ୍ଟନାୟକ ଭିଲା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଯେତେବେଳେ ସେହି ବିଳାସ ବଙ୍ଗଳାର କାଚ କାନ୍ଥ ଉପରେ ପଡ଼େ ସେତେବେଳେ ପୁରା ଘରଟି ଏକ ରତ୍ନ ପରି ଚମକି ଉଠେ। ଏହି ଘରର ପ୍ରତିଟି ପଥର, ପ୍ରତିଟି ସାଜସଜ୍ଜା କେବଳ ଧନର ନୁହେଁ ବରଂ ପଟ୍ଟନାୟକ ପରିବାରର ବର୍ଷ ବର୍ଷର ପ୍ରତିପତ୍ତିର କାହାଣୀ କହେ। ବାହାରେ ଧାଡ଼ି ହୋଇ ରହିଥିବା ମର୍ସିଡିସ୍ ଏବଂ BMW ଗାଡ଼ିଗୁଡ଼ିକ ଏହାର ସାକ୍ଷୀ। ଏହି ସାମ୍ରାଜ୍ୟର ଏକମାତ୍ର ଉତ୍ତରାଧିକାରୀ ହେଉଛନ୍ତି ଆଦିତ୍ୟ ପଟ୍ଟନାୟକ। ଲଣ୍ଡନରୁ MBA ଶେଷ କରି ଫେରିବା ପରେ ସେ ନିଜ ବାପାଙ୍କ ବ୍ୟବସାୟକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି। ଆଦିତ୍ୟଙ୍କ ବ୍ୟକ୍ତିତ୍ୱରେ ଏକ ଅଜବ ଆକର୍ଷଣ ଅଛି। ଉଚ୍ଚତା, ପ୍ରଖର ବୁଦ୍ଧି ଏବଂ ଆଖିରେ ଏମିତି ଏକ ଆତ୍ମବିଶ୍ୱାସ ଯାହାକୁ କାହାକୁ ବି ପ୍ରଭାବିତ କରିଦିଏ। କିନ୍ତୁ ଏହି ଆଲିଶାନ ବଙ୍ଗଳାର ନୀରବତା ଭିତରେ ଆଦିତ୍ୟଙ୍କ ମନରେ ଏକ ଅଜଣା ଶୂନ୍ୟତା ଥିଲା। ସେ ସବୁବେଳେ ଭାବନ୍ତି, ଏହି ଲୋକମାନେ ଯେଉଁମାନେ ମୋ ଚାରିପାଖରେ ଘୁରି ବୁଲୁଛନ୍ତି ସେମାନେ ମୋତେ ଭଲ ପାଆନ୍ତି ନା ମୋ ବ୍ୟାଙ୍କ ବାଲାନ୍ସକୁ। ସେହିଦିନ ସନ୍ଧ୍ୟାରେ ଆଦିତ୍ୟ ନିଜ ବାଲକୋନିରେ ବସି ସହରର ଆଲୋକମଳକୁ ଦେଖୁଥିଲେ। ତାଙ୍କ ମା' ସୁଜାତା ପଟ୍ଟନାୟକ ଧୀରେ ରୁମ୍କୁ ଆସିଲେ। ସୁଜାତା ଜଣେ ଶାନ୍ତ ଏବଂ ସରଳ ମହିଳା, କିନ୍ତୁ ସ୍ୱାମୀ ମନୋହର ପଟ୍ଟନାୟକଙ୍କ କଠୋର ଅନୁଶାସନ ଭିତରେ ସେ ନିଜର ସ୍ୱର ହଜାଇ ଦେଇଛନ୍ତି। ସେ ଆଦିତ୍ୟଙ୍କ ମୁଣ୍ଡରେ ହାତ ରଖି କହିଲେ, ଆଦିତ୍ୟ, ଆଜି ତୋ ବାପା ତୋ ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ଶର୍ମା ବାବୁଙ୍କ ଝିଅ ପ୍ରିୟା। ସେମାନେ ମଧ୍ୟବିତ୍ତ ହୋଇପାରନ୍ତି କିନ୍ତୁ ଝିଅଟି ବହୁତ ସୁସଂସ୍କାରୀ। ଆଜି ସନ୍ଧ୍ୟାରେ ଆମକୁ ସେମାନଙ୍କ ଘରକୁ ଯିବାକୁ ହେବ। ଆଦିତ୍ୟ ଏକ ଦୀର୍ଘ ନିଶ୍ୱାସ ଛାଡ଼ିଲେ। ମା, କ'ଣ ବାହାଘର ଏତେ ଜରୁରୀ ଅଟେ? ମୁଁ କେମିତି ଜାଣିବି ଯେ ସେ ଝିଅ ମୋର ଏହି ପ୍ରାସାଦକୁ ଦେଖି ମୋତେ ପସନ୍ଦ କରୁନି? ସୁଜାତା କହିଲେ, ବେଳେବେଳେ ଆଖି ଯାହା ଦେଖେ ହୃଦୟ ତାହା ଅନୁଭବ କରିପାରେ ନାହିଁ। ତୁ ଥରେ ଦେଖା କର। ଆଦିତ୍ୟଙ୍କ ମନରେ ସେହି ସମୟରେ ତାଙ୍କ ସାଙ୍ଗ କବୀରର କଥା ମନେ ପଡ଼ିଲା। କବୀର କହିଥିଲା, ଆଦିତ୍ୟ, ଏହି ଦୁନିଆରେ ପ୍ରେମ ଏକ ବ୍ୟବସାୟ। ତୁ ଯଦି କାଲି ରାସ୍ତାକୁ ଆସିଯିବୁ ତୋ ଛାଇ ମଧ୍ୟ ତୋ ସାଥ ଛାଡ଼ିଦେବ। ଏହି ଭୟ ଆଦିତ୍ୟଙ୍କ ମନରେ ଘର କରି ରହିଥିଲା। ସେ ସ୍ଥିର କଲେ ସେ ଏମିତି ଜଣେ ଜୀବନସାଥୀ ଚାହାନ୍ତି ଯେ ସୁନା ଅଳଙ୍କାରରେ ନୁହେଁ ବରଂ ତାଙ୍କ ମଣିଷ ପଣିଆକୁ ଦେଖିବ। ସେହି ସନ୍ଧ୍ୟାରେ ଶର୍ମା ପରିବାର ସହିତ ସାକ୍ଷାତ ହେବାର ଥିଲା। ଆଦିତ୍ୟ ନିଜ ଆଇନାରେ ନିଜକୁ ଦେଖିଲେ। ଦାମୀ ରୋଲେନ୍ସ ଘଣ୍ଟା, ଅର୍ମାନି ସୁଟ୍। ସେ ନିଜକୁ ନିଜେ ପଚାରିଲେ, କ'ଣ ଏହା ହିଁ ମୋର ପରିଚୟ? ଆଦିତ୍ୟଙ୍କ ମନରେ ଏକ ଅଜବ ଜିଦ୍ ସବାର ହୋଇଗଲା। ସେହି ରାତିରେ ସେ ଶୋଇପାରିଲେ ନାହିଁ। ତାଙ୍କ ମନରେ ଗୋଟିଏ କୋଣରେ ପ୍ରିୟାର ସେହି ଫଟୋଟି ଘୁରି ବୁଲୁଥିଲା। ସାଧାରଣ ଚେହେରା, କିନ୍ତୁ ଆଖିରେ ଥିବା ସେହି ଚମକ ତାଙ୍କୁ କିଛି କହିବାକୁ ଚାହୁଁଥିଲା। ସେ ଭାବୁଥିଲେ, ଯଦି ସେ ଜଣେ କୋଟିପତି ପଟ୍ଟନାୟକ ପରିବାରର ପୁଅ ଭାବରେ ଯାଆନ୍ତି ତେବେ ପ୍ରିୟା ବୋଧହୁଏ ତାଙ୍କୁ ଜଣେ ରାଜକୁମାର ପରି ଦେଖିବେ। କିନ୍ତୁ ଆଦିତ୍ୟଙ୍କୁ ଜଣେ ସାଧାରଣ ମଣିଷ ଭାବରେ କିଏ ଭଲ ପାଇବ? ସକାଳ 4ଟା ବାଜିଥିଲା। ସହର ଏବେ ବି ଶୋଇଥିଲା। ଆଦିତ୍ୟ ଚୁପଚାପ ନିଜର ଆଲିଶାନ ରୁମ୍ରୁ ବାହାରିଲେ। ସେ ନିଜର ଦାମୀ ପୋଷାକ ପରିବର୍ତ୍ତେ ଏକ ପୁରୁଣା, ଟିକେ ରଙ୍ଗ ଛାଡ଼ି ଯାଇଥିବା ସୂତା ସାର୍ଟ ଏବଂ ସାଧାରଣ ପ୍ୟାଣ୍ଟ ପିନ୍ଧିଲେ। ହାତରୁ ଲକ୍ଷାଧିକ ଟଙ୍କାର ଘଣ୍ଟାଟି ଓହ୍ଲାଇ ଡ୍ରୟରେ ରଖିଦେଲେ। ଆଇନାରେ ନିଜ ଦେଖି ସେ ନିଜକୁ ଚିହ୍ନି ପାରିଲେ ନାହିଁ। ଏହି ବିଷୟରେ ସେ କୌଣସି ବ୍ୟବସାୟ ନୁହେଁ ବରଂ ଜଣେ ସଂଘର୍ଷ କରୁଥିବା ସାଧାରଣ ଯୁବକ ପରି ଦେଖାଯାଉଥିଲେ। ସେ ନିଜ ଗ୍ୟାରେଜରେ ଥିବା ଏକ ପୁରୁଣା ସାଇକେଲ ବାହାର କଲେ ଯାହା ବହୁ ଦିନରୁ ବ୍ୟବହୃତ ହେଉନଥିଲା। ପାଖ ବଜାରକୁ ଯାଇ ସେ 2ଟି କ୍ଷୀର ଡବା କିଣିଲେ। ମନରେ ଏକ ଆଶଙ୍କା ଥିଲା, କ'ଣ ସେ ଏମିତି କରି ସଫଳ ହେବେ? କିନ୍ତୁ ସ୍ୱାଭିମାନର ପରୀକ୍ଷା ପାଇଁ ଏହା ଜରୁରୀ ଥିଲା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧୀରେ ଧୀରେ ବସ୍ତି ଅଞ୍ଚଳରେ ପଡ଼ୁଥିଲା। ପ୍ରିୟାଙ୍କ ଘର ଏକ ସାଧାରଣ ଗଳିର ଶେଷ ମୁଣ୍ଡରେ। ଘରର କାନ୍ଥଗୁଡ଼ିକରେ ଚୂର୍ଣ୍ଣ ଛାଡ଼ି ଯାଇଥିଲା କିନ୍ତୁ ଦୁଆର ମୁହଁରେ ସୁନ୍ଦର ଭାବେ ଚିତା ପଡ଼ିଥିଲା। ତୁଳସୀ ଚଉରା ପାଖରେ ଏକ ଦୀପ ଜଳୁଥିଲା ଯାହା ସେହି ଛୋଟ ପରିବେଶକୁ ପବିତ୍ର କରିଦେଉଥିଲା। ଆଦିତ୍ୟ ସାଇକେଲର ଘଣ୍ଟି ବଜାଇବାକୁ ଚାହୁଁଥିଲେ କିନ୍ତୁ କଣ୍ଠରୁ ସ୍ୱର ବାହାରୁ ନଥିଲା। ଶେଷରେ ସେ ସାହସ ସଂଗ୍ରହ କରି ପାଟି କଲେ, କ୍ଷୀର ନେବେ? ସତେଜ ଗାଈ କ୍ଷୀର। କିଛି ସମୟ ପରେ କାଠ କବାଟଟି ଧୀରେ ଧୀରେ ଖୋଲିଲା। ସାମ୍ନାରେ ଛିଡ଼ା ହୋଇଥିଲା ପ୍ରିୟା। ସେହି ଫଟୋରେ ଦେଖିଥିବା ଝିଅଟି ବାସ୍ତବରେ ଆହୁରି ସୁନ୍ଦର ଥିଲା। ମଥାରେ ଏକ ଛୋଟ ବିନ୍ଦି, ସାଧାରଣ ସାଲୱାର କୁର୍ତ୍ତା ଏବଂ ମୁହଁରେ ଏକ ଶାନ୍ତ ଭାବ। ପ୍ରିୟା ଆଦିତ୍ୟଙ୍କୁ ପ୍ରଥମ ଥର ପାଇଁ ଦେଖି କହିଲା, ଆରେ ନୂଆ କ୍ଷୀରବାଲା, ପୁରୁଣା ଭାଇ ଆସିଲେନି? ଆଦିତ୍ୟ କଥା ଲୁଚାଇ କହିଲେ, ସେ ତାଙ୍କ ଗାଁକୁ ଯାଇଛନ୍ତି। ମୁଁ ତାଙ୍କ ବଦଳରେ ଆସିଛି। ପ୍ରିୟା ଏକ ପାତ୍ର ନେଇ ଆସିଲା କିନ୍ତୁ ଆଦିତ୍ୟଙ୍କ ହାତ ଥରୁଥିଲା। ସାଇକେଲରୁ ଓହ୍ଲାଇବା ବେଳେ ତାଙ୍କ ହାତରେ ଏକ ଛୋଟ ଆଘାତ ଲାଗିଥିଲା ଯେଉଁଥିରୁ ରକ୍ତ ବାହାରୁଥିଲା। ପ୍ରିୟାର ନଜର ସେହି ଆଘାତ ଉପରେ ପଡ଼ିଲା। ସେ କ୍ଷୀର ନେବା ଛାଡ଼ି ଚିନ୍ତିତ ହୋଇ ପଚାରିଲା,
ଭାଇ ଆପଣଙ୍କ ହାତରୁ ରକ୍ତ ପଡ଼ୁଛି, ପଡ଼ିଯାଇଥିଲେ କି? ଆଦିତ୍ୟ ଅଜବ ଲାଗିଲା। ସେ ଭାବିଥିଲେ ଜଣେ କ୍ଷୀରବାଲାକୁ କିଏ ବା ଚିନ୍ତା କରିବ। ସେ ହସି କହିଲେ, ଇଏ କିଛି ନୁହେଁ, ସାମାନ୍ୟ କ୍ଷତ ହୋଇଯାଇଛି। କିନ୍ତୁ ପ୍ରିୟା ଶୁଣିଲା ନାହିଁ। ସେ ଦୌଡ଼ି ଯାଇ ଭିତରୁ ଏକ ପ୍ରଥମ ଚିକିତ୍ସା ବାକ୍ସକୁ ନେଇ ଆସିଲା। ସେ ଆଦିତ୍ୟଙ୍କ ହାତ ଧରି ଧୀରେ ଧୀରେ କପା ଡେଟଲରେ କ୍ଷତିଟିକୁ ସଫା କରିବାକୁ ଲାଗିଲା। ଆଦିତ୍ୟ ଯେତେବେଳେ ପ୍ରିୟାକୁ ଦେଖୁଥିଲେ ସେହି ସ୍ପର୍ଶରେ କୌଣସି ଘୃଣା ନଥିଲା, ବରଂ ଜଣେ ଅଜଣା ମଣିଷ ପ୍ରତି ଅଗାଧ ସମ୍ବେଦନତା ଥିଲା। ପ୍ରିୟା ମୁଣ୍ଡ ଉଠାଇ କହିଲା, କଷ୍ଟ ହେଉଛି କି? ଦେଖନ୍ତୁ, ଶରୀର ହିଁ ମଣିଷର ଅସଲ ସମ୍ପତ୍ତି। ଆପଣଙ୍କ କଷ୍ଟ କରୁଛନ୍ତି ଠିକ୍ ଅଛି, କିନ୍ତୁ ନିଜର ଯତ୍ନ ନିଅନ୍ତୁ। ଆଦିତ୍ୟଙ୍କ ଗୁମାନ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା। ସେ ଭାବିଥିଲେ ସେ ତାଙ୍କୁ ପରଖିବେ, କିନ୍ତୁ ଏଠି ତ ପ୍ରଥମ ସାକ୍ଷାତରେ ପ୍ରିୟା ତାଙ୍କୁ ହୃଦୟ ଜିତି ସାରିଥିଲା। ଘର ଭିତରୁ ପ୍ରିୟାଙ୍କ ମାଆଙ୍କ ସ୍ୱର ଶୁଭିଲା, ପ୍ରିୟା, କାହା ସହିତ କଥା ହେଉଛୁ? ପ୍ରିୟା ଉତ୍ତର ଦେଲା, ମା, ନୂଆ କ୍ଷୀରବାଲା ଭାଇ। ସେ ପଡ଼ିଯାଇଥିଲେ, ମୁଁ ଟିକେ ଔଷଧ ଲଗାଇ ଦେଉଛି। ଆଦିତ୍ୟ ସେଦିନ ଫେରିବା ବେଳେ ଏକ ନୂଆ ଅନୁଭବ ନେଇ ଫେରିଲେ। ସେ ନିଜ ନିଜକୁ କହିଲେ, ଆଜି ମୁଁ ଜଣେ କ୍ଷୀରବାଲା ହୋଇ ଯାଇଥିଲି ସତ, କିନ୍ତୁ ସେ ଜଣେ ମଣିଷକୁ ସମ୍ମାନ ଦେଲା, ମୋ ବେଶଭୂଷାକୁ ନୁହେଁ। ସେହି ପ୍ରଥମ ଦିନର ସାକ୍ଷାତ ପରେ ଆଦିତ୍ୟଙ୍କ ମନର ଅବସ୍ଥା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପ୍ରତିଦିନ ସକାଳେ ପଟ୍ଟନାୟକ ଭିଲାର ରାଜକୀୟ ସେଜ ଛାଡ଼ିବା ଆଦିତ୍ୟଙ୍କ ପାଇଁ ଏବେ ଏକ ଆନନ୍ଦଦାୟକ କାମ ହୋଇଗଲା। ଯେଉଁ ଯୁବକ ଦିନେ ସକାଳ 9ଟା ପୂର୍ବରୁ ଆଖି ଖୋଲୁନଥିଲେ, ସେ ଏବେ 4ଟା ବେଳୁ ଉଠି ସାଇକେଲ ଚଳାଇବା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ। ସେ ଜାଣିଥିଲେ ଯେ ସେଠାରେ କୌଣସି ଏସି ରୁମ୍ ନାହିଁ, କୌଣସି ଚାକର ବାକର ନାହାନ୍ତି, କିନ୍ତୁ ସେଠାରେ ଏମିତି କିଛି ଅଛି ଯାହା ତାଙ୍କ କୋଟି କୋଟି ଟଙ୍କାର ବଙ୍ଗଳାରେ ମଧ୍ୟ ନଥିଲା। ତାହା ହେଉଛି ଆତ୍ମିକ ଶାନ୍ତି। ପ୍ରତିଦିନ ସକାଳେ ଆଦିତ୍ୟ ସେହି ଗଳିକୁ ଯାଉଥିଲେ। ଏବେ ସେ କେବଳ କ୍ଷୀରବାଲା ନଥିଲେ, ବରଂ ସେହି ପରିବାରର ଏକ ଅଂଶ ପରି ହୋଇଗଲେଣି। ପ୍ରିୟା ପ୍ରତିଦିନ କ୍ଷୀର ନେବାକୁ ଆସେ ଏବଂ ଆଦିତ୍ୟଙ୍କ ସହ 2 ପଦ କଥା ହୁଏ। କେବେ ସେ ନିଜ ହାତରେ ତିଆରି କରିଥିବା ଚା କପେ ଆଦିତ୍ୟଙ୍କୁ ବଢ଼ାଇ ଦିଏ, ତ କେବେ କୌଣସି ପର୍ବପର୍ବାଣୀରେ ତିଆରି ହୋଇଥିବା ପିଠାପଣା। ଦିନେ ସକାଳେ ପ୍ରିୟା କହିଲା, ଆପଣଙ୍କ ନାମ କ'ଣ? ମୁଁ ତ କେବେ ପଚାରିନି। ଆଦିତ୍ୟ ଟିକେ ରହିଗଲେ। ନିଜର ପ୍ରକୃତ ପରିଚୟ ଲୁଚାଇ ସେ କହିଲେ, ମୋ ନାମ ଆଦି। ଗାଁରେ ମା ବାପା ରୁହନ୍ତି। ପ୍ରିୟା ହସି କହିଲା, ଆଦି ଭାଇ, ଆପଣ କଥାବାର୍ତ୍ତା କଲାବେଳେ କ୍ଷୀରବାଲା ପରି ଲାଗୁନାହାନ୍ତି। ଲାଗେ ଯେମିତି ଆପଣ ବହୁତ ପଢ଼ାଲେଖା କରିଛନ୍ତି। ଆଦିତ୍ୟ ଘାବରେଇ ଗଲେ, ନା, ସେମିତି କିଛି ନୁହେଁ, ମୁଁ ବାସ୍ ସାମାନ୍ୟ ପାଠ ପଢ଼ିଛି। କିନ୍ତୁ ଆଦିତ୍ୟ ଦେଖିଲେ ଯେ ସେହି ଛୋଟ ଘରେ ଧନର ଅଭାବ ଥିଲା, ମଧ୍ୟ ସଂସ୍କାରରେ କୌଣସି ଅଭାବ ନଥିଲା। ପ୍ରିୟାର ବାପା ଜଣେ ଅବପରିସ୍ଥିତ ଶିକ୍ଷକ। ସେ ପ୍ରତିଦିନ ବାରଣ୍ଡାରେ ବସି ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାନ୍ତି। ପ୍ରିୟା ମଧ୍ୟ ଏକ ଛୋଟ ସ୍କୁଲରେ ପଢ଼ାଏ ଏବଂ ବଳକା ସମୟରେ ଘର କାମ ସହ ଅନାଥ ଆଶ୍ରମର ସାହାଯ୍ୟ କରେ। ଆଦିତ୍ୟ ଦିନକୁ ଦିନ ପ୍ରିୟାର ବ୍ୟକ୍ତିତ୍ୱରେ ହଜି ଯାଉଥିଲେ। ସେ ଅନୁଭବ କଲେ ଯେ ପ୍ରିୟା କେବଳ ସୁନ୍ଦରୀ ନୁହେଁ, ତାର ଚରିତ୍ର ମଧ୍ୟ ଖାଣ୍ଟି ସୁନା ପରି। ଦିନେ ଆଦିତ୍ୟ ଜାଣିଶୁଣି ଏକ କୌତୁକ କଲେ। ସେ କହିଲେ, ନାନୀ, ମୁଁ ଶୁଣିଛି ତୁମ ବାହାଘର କୌଣସି ବଡ଼ ଘରେ ହେଉଛି, ସହରର ସବୁଠାରୁ ଧନୀ ପରିବାରର, ପଟ୍ଟନାୟକ ଭିଲାର ପୁଅ ସହ। ପ୍ରିୟାର ମୁହଁ ସାମାନ୍ୟ ଗମ୍ଭୀର ହୋଇଗଲା। ସେ କହିଲା, ହଁ, ବାପାଙ୍କର ଜଣେ ପୁରୁଣା ସାଙ୍ଗ ମାଧ୍ୟମରେ କଥା ଆସିଛି, କିନ୍ତୁ ମୋତେ ସେ ଧନ ଦୌଲତ ପ୍ରତି ଆଦୌ ଲୋଭ ନାହିଁ। ଆଦିତ୍ୟ ପଚାରିଲେ, କାହିଁକି? ସେଠାରେ ତ ତୁମକୁ ସବୁ ସୁଖ ସୁବିଧା ମିଳିବ, ଏମିତି ଛୋଟ ଘରେ ରହିବାକୁ ପଡ଼ିବନି। ପ୍ରିୟା ଶାନ୍ତ ସ୍ୱରରେ ଉତ୍ତର ଦେଲା, ସୁଖ ସୁବିଧା ଶରୀରକୁ ଆରାମ ଦିଏ, କିନ୍ତୁ ଶାନ୍ତି କେବଳ ଭଲ ସମ୍ପର୍କରୁ ମିଳେ। ଯଦି ସେ ପୁଅ ମୋ ପରିବାରକୁ ସମ୍ମାନ ନ ଦିଏ କିମ୍ବା କେବଳ ଅହଙ୍କାରରେ ବୁଡ଼ି ରହେ, ତେବେ ସେହି ସୁନା ପଞ୍ଜୁରୀରେ ମୁଁ ରହିପାରିବି ନାହିଁ। ଗରିବୀ ମଣିଷକୁ ତଳକୁ ଖସାଏ ନାହିଁ, କିନ୍ତୁ ନୀଚ ମାନସିକତା ଖସାଏ। ଆଦିତ୍ୟଙ୍କୁ ଲାଗିଲା ଯେମିତି କିଏ ତାଙ୍କୁ ଏକ ବଡ଼ ଶିକ୍ଷା ଦେଇଦେଲା। ସେହିଦିନ ଘରକୁ ଫେରିବା ପରେ ଆଦିତ୍ୟ ନିଜ ବାପାଙ୍କୁ ଭେଟିଲେ। ମନୋହର ପଟ୍ଟନାୟକ ବହୁତ ଖୁସି ଥିଲେ। ସେ କହିଲେ, ଆଦିତ୍ୟ, ମୁଁ ଶର୍ମା ପରିବାର ସହ କଥା ହୋଇସାରିଛି। ସେମାନେ ଝିଅକୁ ଆମ ଘରକୁ ପଠାଇବା ପାଇଁ ପ୍ରସ୍ତୁତ, କିନ୍ତୁ ମୁଁ ସେମାନଙ୍କୁ ଏକ କଠୋର ସର୍ତ୍ତ ଦେଇଛି। ଆଦିତ୍ୟଙ୍କ ମନରେ ଛନକା ପଶିଲା। କି ସର୍ତ୍ତ ବାପା? ମନୋହର ବାବୁ ଗର୍ବର ସହ କହିଲେ, ଆମର ମର୍ଯ୍ୟାଦା ଅଲଗା, ସେମାନେ ଗରିବ। ମୁଁ ସଫା କହିଦେଇଛି ଯେ ବାହାଘର ପରେ ଝିଅ ତାର ବାପା ମାଆଙ୍କ ସହ କୌଣସି ସମ୍ପର୍କ ରଖିବ ନାହିଁ। ସେମାନେ ଆମ ଘରକୁ ବାରମ୍ବାର ଆସିପାରିବେ ନାହିଁ। ଆମର ବନ୍ଧୁବାନ୍ଧବ କ'ଣ ଭାବିବେ ଯେ ମୋ ବୋହୂର ବାପା ଜଣେ ମାମୁଲି ସ୍କୁଲ ଶିକ୍ଷକ? ଆଦିତ୍ୟ ସ୍ତବ୍ଧ ହୋଇଗଲେ। ସେ ଦେଖିଲେ ଯେ ଯେଉଁ ଧନକୁ ସେ ନିଜର ଶକ୍ତି ଭାବୁଥିଲେ, ତାହା ହିଁ ଆଜି ତାଙ୍କ ପରିବାରର ମାନବିକତାକୁ ମାରିଦେଇଛି। ତାଙ୍କୁ ପ୍ରିୟାର ସେହି କଥା ମନେ ପଡ଼ିଗଲା।
ଗରିବୀ ଖରାପ ନୁହେଁ, ମଣିଷର ଚରିତ୍ର ଖରାପ। ସେଦିନ ରାତିରେ ଆଦିତ୍ୟଙ୍କୁ ଆଦୌ ନିଦ ହେଲାନି। ସେ ଜାଣିଥିଲେ ଯେ ସକାଳେ ଯେତେବେଳେ ସେ କ୍ଷୀର ନେଇ ପ୍ରିୟା ଘରକୁ ଯିବେ ସେଠାରେ ଖୁସି ନଥିବ, ଥିବ କେବଳ ଲୁହ। ଏପଟେ ତାଙ୍କର ଏହି ଛଳନା ଏବଂ ଅନ୍ୟପଟେ ବାପାଙ୍କର ଏହି ଅନ୍ୟାୟ ସର୍ତ୍ତ। ଆଦିତ୍ୟଙ୍କ ସ୍ୱାଭିମାନର ପ୍ରକୃତ ପରୀକ୍ଷା ଏବେ ଆରମ୍ଭ ହେବାକୁ ଯାଉଥିଲା। ପରଦିନ ସକାଳ ଆକାଶଟା ମେଘଚ୍ଛନ୍ନ ଥିଲା। ଯେମିତି ପ୍ରକୃତି ମଧ୍ୟ ଆଦିତ୍ୟଙ୍କ ମନରେ ଅଶାନ୍ତିକୁ ବୁଝିପାରୁଥିଲା। ଆଦିତ୍ୟ କ୍ଷୀର ଡବା ଧରି ଯେତେବେଳେ ପ୍ରିୟାଙ୍କ ଗଳିରେ ପହଞ୍ଚିଲେ ସେଠାକାର ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପ୍ରତିଦିନ ପରି ସେଠାରେ ପକ୍ଷୀଙ୍କ କାକଳି କିମ୍ବା ତୁଳସୀ ଚଉରା ପାଖରେ ପ୍ରିୟାର ସେ ମୃଦୁ ହସ ନଥିଲା। ଘରର କବାଟ ଅଧା ଆଉଜା ହୋଇଥିଲା ଏବଂ ଭିତରୁ କାହାର କାନ୍ଦିବା ସ୍ୱର ଶୁଭୁଥିଲା। ଆଦିତ୍ୟ ଧୀରେ କବାଟ ଠକ୍ ଠକ୍ କଲେ। ଭିତରୁ ପ୍ରିୟାର ମା ବାହାରକୁ ଆସିଲେ। ତାଙ୍କ ଆଖି ଫୁଲି ଯାଇଥିଲା। ବୋଧହୁଏ ରାତି ସାରା ଶୋଇନାହାନ୍ତି। ଆଦିତ୍ୟଙ୍କୁ ଦେଖି ସେ ନିଜେ ଲୁହ ପୋଛିବାକୁ ଚେଷ୍ଟା କଲେ। ପୁଅ, ଆଜି କ୍ଷୀର ଦରକାର ନାହିଁ, ଆମ ଘରେ ଆଜି ଚୁଲି ଜଳିବନି, ସେ କ୍ଷୀଣ ସ୍ୱରରେ କହିଲେ। ଆଦିତ୍ୟ ପଚାରିଲେ, ମାଉସୀ କ'ଣ ହୋଇଛି? ସବୁ ଠିକ୍ ଅଛି ତ? ମାଉସୀ କହିଲେ, କ'ଣ କହିବି ପୁଅ, ଆମେ ଗରିବ ହୋଇ ଜନ୍ମ ହେବା କ'ଣ ପାପ? କାଲି ସେହି ପଟ୍ଟନାୟକ ବାବୁଙ୍କ ଘରୁ ଫୋନ୍ ଆସିଥିଲା। ସେମାନେ କହୁଛନ୍ତି ବାପଘର ପରେ ପ୍ରିୟା ଆମ ସହ ସମ୍ପର୍କ ରଖିପାରିବ ନାହିଁ। ତାଙ୍କ ସମ୍ମାନରେ କୁଆଡ଼େ ଆଞ୍ଚ ଆସିବ। ଆମ ଝିଅ ଏବେ କାନ୍ଦି କାନ୍ଦି ଅଚେତ ହୋଇଯାଇଛି। ଆଦିତ୍ୟଙ୍କ ପାଦ ତଳୁ ମାଟି ଖସିଗଲା। ସେ ସେହି ମୁହୂର୍ତ୍ତରେ ନିଜ ବାପାଙ୍କ ଉପରେ ବହୁତ ରାଗିଲେ। ସେ ଦେଖିଲେ ପ୍ରିୟା ବାରଣ୍ଡା କୋଣରେ ଚୁପଚାପ ବସିଛି। ତା ଆଖିରେ ଲୁହ ଥିଲା ସତ, କିନ୍ତୁ ଏକ ଅଜବ ଦୃଢ଼ତା ମଧ୍ୟ ଥିଲା। ଆଦିତ୍ୟ ତା ପାଖକୁ ଯାଇ ପଚାରିଲେ, ପ୍ରିୟା, ତୁମେ କ'ଣ ନିଷ୍ପତ୍ତି ନେଲ? ପ୍ରିୟା ମୁଣ୍ଡ ଉଠାଇଲା। ତାର ସେହି ମାସୁମ ଚେହେରା ଏବେ ଗମ୍ଭୀର ଥିଲା। ସେ କହିଲା, ଆଦି ଭାଇ, ମୁଁ ବାହାଘର ଭାଙ୍ଗି ଦେଇଛି। ଯେଉଁ ଘରେ ମୋ ବାପା ମାଆଙ୍କ ପାଇଁ ସ୍ଥାନ ନାହିଁ ସେଠାରେ ମୋ ପାଇଁ କୌଣସି ସିଂହାସନ ମଧ୍ୟ ମୂଲ୍ୟହୀନ। ମୁଁ ଜଣେ ସ୍କୁଲ ଶିକ୍ଷକଙ୍କ ଝିଅ, ବିକ୍ରି ହେବା ପାଇଁ ବଜାରରେ ସଉଦା ନୁହେଁ। ଆଦିତ୍ୟଙ୍କୁ ଲାଗିଲା ଯେମିତି ପ୍ରିୟା ତାଙ୍କୁ ସ୍ୱାଭିମାନର ଶ୍ରେଷ୍ଠ ଶିକ୍ଷା ଦେଇଦେଲେ। ସେହିଦିନ ସନ୍ଧ୍ୟାରେ ଆଦିତ୍ୟ ନିଜ ପ୍ରକୃତ ରୂପରେ ପଟ୍ଟନାୟକ ଭିଲାକୁ ଫେରିଲେ। ମନୋହର ପଟ୍ଟନାୟକ ଡାଇନିଂ ଟେବୁଲରେ ବସି ଖୁସିରେ ଖାଉଥିଲେ। ବାପା, ମୁଁ ପ୍ରିୟାକୁ ବାହା ହେବାକୁ ଚାହେଁ, କିନ୍ତୁ ଆପଣଙ୍କ ସର୍ତ୍ତରେ ନୁହେଁ, ଆଦିତ୍ୟ ଶକ୍ତ ସ୍ୱରରେ କହିଲେ। ମନୋହର ବାବୁ ଚମକି ପଡ଼ିଲେ। କ'ଣ କହିଲୁ? ତୁ ସେହି ସାମାନ୍ୟ ଝିଅ ପାଇଁ ମୋ ସହ ଯୁକ୍ତି କରୁଛୁ? ସେମାନେ ଆମ ଷ୍ଟାଟସର ନୁହନ୍ତି। ଆଦିତ୍ୟ ହସିଲେ। ଷ୍ଟାଟସ୍? ବାପା, ଷ୍ଟାଟସ୍ ଟଙ୍କାରେ ନୁହେଁ, ଚରିତ୍ରରେ ଥାଏ। ସେହି ଝିଅ ଆଜି ଆପଣଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଗୋଇଠା ମାରି ନିଜ ବାପା ମାଆଙ୍କ ସମ୍ମାନକୁ ବାଛିଛି। ପ୍ରକୃତରେ ସେ ଆମଠାରୁ ବହୁତ ବଡ଼। କଥା ବଢ଼ିଲା। ମନୋହର ବାବୁ ଜିଦ୍ରେ କହିଲେ, ଯଦି ତୁ ସେହି ଝିଅକୁ ବାହା ହେବୁ ତେବେ ଏହି ଘର, ଗାଡ଼ି, ସମ୍ପତ୍ତି କିଛି ପାଇବୁ ନାହିଁ। ତତେ ଏହି ମୁହୂର୍ତ୍ତରେ ଘର ଛାଡ଼ିବାକୁ ପଡ଼ିବ। ଆଦିତ୍ୟଙ୍କ ପାଇଁ ଏହା ଏକ ପରୀକ୍ଷା ଥିଲା। ସେ ଜାଣିଥିଲେ ଯେ ଥରେ ପାଦ ବାହାରକୁ କାଢ଼ିଲେ ଫେରିବା ପଥ ବନ୍ଦ। କିନ୍ତୁ ତାଙ୍କ ଭିତରେ ଜଣେ କ୍ଷୀରବାଲାର ସ୍ୱାଭିମାନ ଜାଗି ଉଠିଥିଲା। ସେ ଶାନ୍ତ ସ୍ୱରରେ କହିଲେ, ଠିକ୍ ଅଛି ବାପା, ମୁଁ ଆପଣଙ୍କ ସମ୍ପତ୍ତି ନେଇ ରାଜକୁମାର ହେବା ଅପେକ୍ଷା ନିଜ ପରିଶ୍ରମରେ ଜଣେ ମଣିଷ ହେବାକୁ ବେଶୀ ପସନ୍ଦ କରିବି। ଆଦିତ୍ୟ ନିଜ ସାଙ୍ଗରେ କିଛି ନେଲେ ନାହିଁ। କେବଳ ପିନ୍ଧିଥିବା ପୋଷାକରେ ସେହି ବିଶାଳ ବଙ୍ଗଳାରୁ ବାହାରି ଆସିଲେ। ବାହାରେ ବର୍ଷା ଆରମ୍ଭ ହୋଇଯାଉଥିଲା। ସହରର ଆଲୋକ ଚକଚକ୍ କରୁଥିଲା। କିନ୍ତୁ ଆଜି ଆଦିତ୍ୟଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିଲା। ସେ ସିଧା ପ୍ରିୟାଙ୍କ ଘରକୁ ଗଲେ। ରାତି ପ୍ରାୟ 10ଟା। ପ୍ରିୟା କବାଟ ଖୋଲି ଦେଖିଲା ସାମ୍ନାରେ ଆଦିତ୍ୟ ଓଦା ହୋଇ ଛିଡ଼ା ହୋଇଛନ୍ତି। କିନ୍ତୁ ଆଜି ସେ କ୍ଷୀରବାଲା ବେଶରେ ନଥିଲେ, ବରଂ ଜଣେ ସମ୍ଭ୍ରାନ୍ତ ଯୁବକ ପରି ଦେଖାଯାଉଥିଲେ। ପ୍ରିୟା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଆପଣ ଏଠି କିପରି? ଆଉ ଏହି ବେଶ? ଆଦିତ୍ୟ ହସିଲେ। ପ୍ରିୟା, ମୁଁ ସେହି ଆଦିତ୍ୟ ପଟ୍ଟନାୟକ ଯାହା ସହ ତୁମର ବାହାଘର ଠିକ୍ ହୋଇଥିଲା। କିନ୍ତୁ ଆଜି ମୁଁ କେବଳ ଆଦି। ମୁଁ ତୁମ ପାଇଁ ମୋ ସମ୍ପତ୍ତି ଏବଂ ପରିଚୟ ତ୍ୟାଗ କରି ଆସିଛି, କାରଣ ମୁଁ ଜାଣିଛି ଟଙ୍କା ଫେରି ଆସିବ, କିନ୍ତୁ ତୁମ ପରି ଜଣେ ସ୍ୱାଭିମାନୀ ମଣିଷ ଜୀବନରେ ଥରେ ହିଁ ମିଳେ। ପ୍ରିୟା ସ୍ତବ୍ଧ ହୋଇ ଚାହିଁ ରହିଥିଲା। ସେ ବିଶ୍ୱାସ କରିପାରୁନଥିଲା ଯେ ଜଣେ କୋଟିପତିର ପୁଅ କେବଳ ସମ୍ମାନ ପାଇଁ ସବୁକିଛି ଛାଡ଼ି ଦେଇପାରେ। ସେଦିନ ରାତିରେ ସେ ଛୋଟ ଘରର ବାରଣ୍ଡାରେ ବସି ଆଦିତ୍ୟ ଏକ ନୂଆ ନିଷ୍ପତ୍ତି ନେଲେ। ସେ ସ୍ଥିର କଲେ ସେ ବାପାଙ୍କ ଟଙ୍କାରେ ନୁହେଁ, ବରଂ ନିଜ ହାତର ଝାଳରେ ପ୍ରିୟା ପାଇଁ ଏକ ସାମ୍ରାଜ୍ୟ ଗଢ଼ିବେ। ଆଦିତ୍ୟଙ୍କ ଜୀବନର ସେହି ରାତିଟି ଥିଲା ସବୁଠାରୁ ଲମ୍ବା। ପଟ୍ଟନାୟକ ଭିଲାର ନରମ ଗଦିରେ ଶୋଇବା ଅଭ୍ୟାସ ଥିବା ଶରୀର ପାଇଁ ପ୍ରିୟାଙ୍କ ଘରର ସେ କାଠ ବେଞ୍ଚଟି ବହୁତ ଶକ୍ତ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କୁ ସେହି ରାତିରେ ଯେଉଁ ନିଦ ଆସିଲା ତାହା ବୋଧହୁଏ ବିଦେଶରୁ ଫେରିବା ପରେ କେବେ ଆସିନଥିଲା। ସେ ଜାଣିଥିଲେ ଏବେ ଆଉ ପଛକୁ ଫେରିବାର ବାଟ ନାହିଁ।
ସକାଳ ହେଲା। ପକ୍ଷୀଙ୍କ କାକଳିରେ ଆଦିତ୍ୟଙ୍କ ଆଖି ଖୋଲିଲା। ପ୍ରିୟାର ବାପା ଶର୍ମା ବାବୁ ଆଦିତ୍ୟଙ୍କ ପାଖକୁ ଆସିଲେ। ତାଙ୍କ ଆଖିରେ ଏକ ସମ୍ମାନର ଭାବ ଥିଲା। ସେ କହିଲେ, ପୁଅ, ତୁମେ ଯାହା କଲ ତାହା କୌଣସି ସାଧାରଣ ଯୁବକ ପାଇଁ ସମ୍ଭବ ନୁହେଁ। କିନ୍ତୁ ମନେ ରଖ, ଆଭିଜାତ୍ୟରୁ ଓହ୍ଲାଇବା ଆସିବା ସହଜ ହେଲେ ଦାରିଦ୍ର୍ୟ ସହ ଲଢ଼ିବା ବହୁତ କଷ୍ଟ। ତୁମେ ପ୍ରସ୍ତୁତ ତ? ଆଦିତ୍ୟ ହସିଲେ। ମଉସା, ମୁଁ ସ୍ୱପ୍ନ ଦେଖିବା ଛାଡ଼ି କାମ କରିବା ଶିଖିବାକୁ ଚାହେଁ। ଆଦିତ୍ୟଙ୍କ ପାଖରେ ନା ମର୍ସିଡିଜ୍ ଥିଲା ନା ଦାମୀ କାର୍ଡ। ସେଇଦିନଠାରୁ ଆରମ୍ଭ ହେଲା ତାଙ୍କର ଅସଲ କ୍ଷୀରବାଲା ଜୀବନ। ପୂର୍ବରୁ ସେ କେବଳ ଛଦ୍ମବେଶରେ କ୍ଷୀର ବିକୁଥିଲେ, କିନ୍ତୁ ଏବେ ଏହା ଥିଲା ତାଙ୍କର ଜୀବିକା। ସେ ସହରରେ ଏକ କୋଣରେ ଏକ ଛୋଟ ରୁମ୍ ଭଡ଼ା ନେଲେ। ପ୍ରତିଦିନ ସକାଳେ 4ଟାରେ ଖଟାଲକୁ ଯାଇ କ୍ଷୀର ଆଣିବା, ତାକୁ ବିଭିନ୍ନ ଘର ଯାଇ ପହଞ୍ଚାଇବା ଏବଂ ତାପରେ ଦିନସାରା ଅନ୍ୟ କୌଣସି ଛୋଟମୋଟ କାମ ଖୋଜିବା। ଏହା ହିଁ ତାଙ୍କର ଦିନଚର୍ଯ୍ୟା ଥିଲା। ପ୍ରଥମ ସପ୍ତାହରେ ଆଦିତ୍ୟଙ୍କ ହାତରେ ଫୋଟକା ହୋଇଗଲା। ସାଇକେଲ ଚଲାଇ ଚଲାଇ ଗୋଡ଼ ଗୋଳାଉଥିଲା। ଦିନେ ସନ୍ଧ୍ୟାରେ ପ୍ରିୟା ତାଙ୍କ ପାଇଁ କିଛି ଖାଦ୍ୟ ଧରି ତାଙ୍କ ରୁମ୍କୁ ଆସିଲା। ଆଦିତ୍ୟଙ୍କୁ ଦେଖି ତା ଆଖି ଛଳଛଳ ହୋଇଗଲା। ଆଦିତ୍ୟ, ଆପଣଙ୍କୁ ଏସବୁ କରିବାକୁ କିଏ କହୁଛି? ଆପଣ ଚାହିଁଲେ କୌଣସି ବଡ଼ କମ୍ପାନୀରେ ଚାକିରି କରିପାରିବେ, ପ୍ରିୟା କହିଲା। ଆଦିତ୍ୟ ପ୍ରିୟାର ହାତ ଧରି କହିଲେ, ପ୍ରିୟା, ମୁଁ ଯଦି ଚାକିରି କରିବି ତେବେ ପୁଣି ସେହି ସାମ୍ପ୍ରଦାୟବାଦୀ ବ୍ୟବସ୍ଥାରେ ବାନ୍ଧି ହୋଇଯିବି। ମୁଁ ଶୂନ୍ୟରୁ ନିଜର ଏକ ପରିଚୟ ତିଆରି କରିବାକୁ ଚାହେଁ। ଏହି କ୍ଷୀର ବ୍ୟବସାୟ ହିଁ ମୋତେ ଶିଖାଇଛି ଯେ ଶୁଦ୍ଧତା ଓ ପରିଶ୍ରମର ମୂଲ୍ୟ କ'ଣ। ଧୀରେ ଧୀରେ ଆଦିତ୍ୟଙ୍କ ବ୍ୟବସାୟ ବଢ଼ିଲା। ସେ କେବଳ କ୍ଷୀର ବିକିଲେ ନାହିଁ, ବରଂ ନିଜର ବ୍ୟବସାୟିକତା ବୁଦ୍ଧି ଖଟାଇ ଗ୍ରାମୀଣ ଗୋପାଳମାନଙ୍କୁ ସହକର୍ମ ସମ୍ପର୍କ ସ୍ଥାପନ କଲେ। ସେ ସ୍ଥିର କଲେ ସେ ପଟ୍ଟନାୟକ ନାମରେ ନୁହେଁ, ବରଂ ସ୍ୱାଭିମାନ ଡାଏରୀ ନାମରେ ଏକ ନୂଆ ବ୍ରାଣ୍ଡ ତିଆରି କରିବେ। ପ୍ରିୟା ତାଙ୍କୁ ହିସାବ କିତାବରେ ସାହାଯ୍ୟ କରୁଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ଏବେ କେବଳ ଭାବନା ନଥିଲା, ବରଂ ଏକ ସଂଗ୍ରାମର ସାଥୀ ପରି ଥିଲା। ଅନ୍ୟପଟେ ପଟ୍ଟନାୟକ ଭିଲାରେ ଅନ୍ଧକାର ଖେଳି ଯାଇଥିଲା। ମନୋହର ପଟ୍ଟନାୟକଙ୍କ ଅହଙ୍କାର ତାଙ୍କୁ ଏକୁଟିଆ କରିଦେଇଥିଲା। ଆଦିତ୍ୟ ଘରୁ ଯିବା ପରେ କମ୍ପାନୀର ପାର୍ଟନରମାନେ ସୁଯୋଗ ପାଇଲେ। ରାକେଶ ମହାନ୍ତି, ଯିଏ ବହୁ ଦିନରୁ ପଟ୍ଟନାୟକ ସାମ୍ରାଜ୍ୟ ଉପରେ ନଜର ରଖିଥିଲା, ସେ ଧୀରେ ଧୀରେ ସେୟାର ବଜାରରେ ଜାଲିଆତି କରି ମନୋହର ବାବୁଙ୍କୁ ଋଣ ଜନ୍ତାରେ ଫସାଇ ଦେଇଥିଲେ। ଦିନେ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ଛପା ହେଲା, ପଟ୍ଟନାୟକ ଗ୍ରୁପ ଦେବାଳିଆ ମୁହଁରେ ମନୋହର ପଟ୍ଟନାୟକ ଅସୁସ୍ଥ। ଆଦିତ୍ୟ ଏହି ଖବର ପଢ଼ି ସ୍ତବ୍ଧ ହୋଇଗଲେ। ମନରେ ଅସୀମ କଷ୍ଟ ହେଲା। ବାପା ତାଙ୍କୁ ଘରୁ ବାହାର କରିଥାଇପାରନ୍ତି, କିନ୍ତୁ ରକ୍ତର ସମ୍ପର୍କ ତ ଛିଣ୍ଡି ନଥିଲା। ସେହିଦିନ ରାତିରେ ଆଦିତ୍ୟ ହସ୍ପିଟାଲକୁ ଗଲେ, କିନ୍ତୁ ସେ କେବଳ ଜଣେ ସାଧାରଣ ଦର୍ଶକ ପରି ବାହାର ଛିଡ଼ା ହେଲେ। ସେ ଦେଖିଲେ ବାପା ଆଇସିୟୁ ବେଡ୍ରେ ପଡ଼ିଛନ୍ତି। ମା ପାଖରେ ବସି କାନ୍ଦୁଛନ୍ତି। ପାଖରେ କୌଣସି ବନ୍ଧୁ ବା ପାର୍ଟନର ନାହାନ୍ତି। ସେ ପ୍ରତିପତ୍ତି ଓ ସମ୍ମାନ ଯାହା ପାଇଁ ବାପା ନିଜ ପୁଅକୁ ଛାଡ଼ିଦେଲେ, ତାହା ଆଜି କୌଣସି କାମରେ ଆସୁନଥିଲା। ଆଦିତ୍ୟଙ୍କୁ ସାହସ ଦେବାକୁ ପ୍ରିୟା ସେଠାରେ ପହଞ୍ଚିଲା। ସେ କହିଲା, ଆଦିତ୍ୟ, ସମୟ ଆସିଛି। ଆପଣଙ୍କୁ ନିଜ ବାପାଙ୍କୁ ନୁହେଁ, ବରଂ ତାଙ୍କୁ ଠକିଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେବାକୁ ହେବ। ଆମ ପାଖରେ ଟଙ୍କା ନାହିଁ ସତ, କିନ୍ତୁ ଆପଣଙ୍କ ପାଖରେ ସେ ବୁଦ୍ଧି ଅଛି ଯାହା ଏହି ସାମ୍ରାଜ୍ୟକୁ ପୁଣି ଥରେ ଛିଡ଼ା କରିପାରିବ। ଆଦିତ୍ୟଙ୍କ ଆଖିରେ ଏକ ନୂଆ ଚମକ ଆସିଲା। ସେ ବୁଝିଗଲେ ଯେ ବାପାଙ୍କ ଅହଙ୍କାରକୁ ଭାଙ୍ଗିବା ପାଇଁ ତାଙ୍କ ଘୃଣା ନୁହେଁ, ବରଂ ସାହାଯ୍ୟ କରିବାକୁ ହେବ। କିନ୍ତୁ ସମସ୍ୟା ଥିଲା ରାକେଶ ମହାନ୍ତି। ସେ ଜଣେ ଚତୁର ଶିକାରୀ ପରି ପୁରା ପଟ୍ଟନାୟକ ସାମ୍ରାଜ୍ୟକୁ ଗ୍ରାସ କରିବାକୁ ଅପେକ୍ଷା କରିଥିଲା। ଆଦିତ୍ୟ ସ୍ଥିର କଲେ ସେ କ୍ଷୀରବାଲାରୁ ପୁଣି ବିଜନେସ୍ ଟାଇକୁନ୍ ହେବେ, କିନ୍ତୁ ଏଥର ଉଦ୍ଦେଶ୍ୟ ହେବ ପ୍ରତିଶୋଧ ନୁହେଁ, ବରଂ ଉଦ୍ଧାର। ହସ୍ପିଟାଲର ସେହି ଧଳା କାନ୍ଥ ଏବଂ ଔଷଧର ଗନ୍ଧ ଭିତରେ ଆଦିତ୍ୟଙ୍କୁ ନିଜ ଜୀବନର ସବୁଠାରୁ ବଡ଼ ସତ୍ୟ ଦୃଶ୍ୟମାନ ହେଉଥିଲା। ଯେଉଁ ବାପା ଦିନେ ଅହଙ୍କାରରେ ପାଦ ତଳେ ମାଟି ପାଉନଥିଲେ, ସେ ଆଜି ନିଃସହାୟ ହୋଇ ଜୀବନ ମୃତ୍ୟୁ ସହ ଲଢ଼ୁଥିଲେ। ଆଦିତ୍ୟ ବାହାରେ ଛିଡ଼ା ହୋଇଥିବା ବେଳେ ରାକେଶ ମହାନ୍ତି ସେଠାରେ ପହଞ୍ଚିଲେ। ରାକେଶଙ୍କ ମୁହଁରେ ଏକ ବିଜୟର ହସ ଥିଲା। ଆରେ ଆଦିତ୍ୟ, ଚିହ୍ନି ପାରୁନାହଁ କି? ମୁଁ ତୁମର ବାପାଙ୍କ ସବୁଠାରୁ ବିଶ୍ୱସ୍ତ ପାର୍ଟନର, ରାକେଶ ବ୍ୟଙ୍ଗ କରି କହିଲେ। ଦେଖ, ସମୟ ଏମିତି ବଦଳି ଯାଏ। ଯେଉଁ ମନୋହର ପଟ୍ଟନାୟକ କାହାକୁ ମଣିଷ ବୋଲି ଗଣୁନଥିଲେ, ଆଜି ତାଙ୍କ ସାମ୍ରାଜ୍ୟ ମୋ ପକେଟରେ। ଆଦିତ୍ୟ ଶାନ୍ତ ରହିଲେ। ସେ ଜାଣିଥିଲେ ରାଗିଲେ କାମ ବିଗିଡ଼ିଯିବ। ସେ ଧୀରେ ପଚାରିଲେ, ଆପଣ ଏମିତି କାହିଁକି କଲେ? ସେ ତ ଆପଣଙ୍କୁ ନିଜ ଭାଇ ପରି ବିଶ୍ୱାସ କରୁଥିଲେ। ରାକେଶଙ୍କ ଆଖିରେ ନିଆଁ ଜଳି ଉଠିଲା। ବିଶ୍ୱାସ? ସେ କେବଳ ମୋତେ ବ୍ୟବହାର କରୁଥିଲେ। ସେ ଯେତେବେଳେ ତୁମକୁ ଘରୁ ବାହାର କରିଦେଲେ, ମୁଁ ବୁଝିଗଲି ଯେଉଁ ମଣିଷ ନିଜ ପୁଅର ହୋଇପାରିଲାନି, ସେ ମୋର କ'ଣ ହେବ। ତେଣୁ ମୁଁ କମ୍ପାନୀର ଟଙ୍କା ହେରଫେର କରି ତାଙ୍କୁ ରାସ୍ତାକୁ ଆଣିଦେଲେ। ଏବେ ତୁମେ ଚାହିଁଲେ ମଧ୍ୟ କିଛି କରିପାରିବ ନାହିଁ। ସବୁ କାଗଜପତ୍ର
ମୋ ନାଁରେ। ଆଦିତ୍ୟ ହସିଲେ। ଏହି ହସ ରାକେଶକୁ ଆଶ୍ଚର୍ଯ୍ୟ କଲା। ଆଦିତ୍ୟ କହିଲେ, ରାକେଶ ବାବୁ, ଆପଣ କାଗଜ ଜିତିଛନ୍ତି କିନ୍ତୁ ମଣିଷ ନୁହେଁ। ଆପଣ ଭାବୁଛନ୍ତି ମୁଁ ଏଠାକୁ ଭିକ୍ଷା ମାଗିବାକୁ ଆସିଛି। ନା, ମୁଁ ଏଠାକୁ ଆପଣଙ୍କ ଖେଳ ଶେଷ କରିବାକୁ ଆସିଛି। ସେହି ଦିନଠାରୁ ଆଦିତ୍ୟଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିଲା। ସେ ସ୍ୱାଭିମାନ ଡାଏରୀର ସବୁ ସଞ୍ଚିତ ଟଙ୍କା ଏବଂ ନିଜର ବ୍ୟବସାୟିକ ବୁଦ୍ଧିକୁ ଏକାଠି କଲେ। ପ୍ରିୟା ତାଙ୍କୁ ସାହାଯ୍ୟ କରିବା ପାଇଁ ପୋଲିସରେ ଥିବା ତାଙ୍କର ଜଣେ ପୁରୁଣା ସାଙ୍ଗ ସହଯୋଗ କଲେ। ଆଦିତ୍ୟ ଜାଣିବାକୁ ପାଇଲେ ଯେ ରାକେଶ ମହାନ୍ତି କେବଳ ଜାଲିଆତି କରିନାହାନ୍ତି, ବରଂ କିଛି ବେଆଇନ କାମରେ ମଧ୍ୟ ସମ୍ପୃକ୍ତ ଅଛନ୍ତି। ପ୍ରିୟା କହିଲା, ଆଦିତ୍ୟ, ରାକେଶ ମହାନ୍ତି ଆପଣଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ମନେ ରଖନ୍ତୁ, ସତ୍ୟ ସବୁବେଳେ ଶକ୍ତିଶାଳୀ। ଆଦିତ୍ୟ ଗୋଟିଏ ପରେ ଗୋଟିଏ ଚାଲ ଖେଳିଲେ। ସେ ଗୋପନରେ କମ୍ପାନୀର ସେହି କର୍ମଚାରୀମାନଙ୍କୁ ଭେଟିଲେ ଯେଉଁମାନଙ୍କୁ ରାକେଶ ଭୟ ଦେଖାଇ ନିଜ ଆଡ଼କୁ କରିଥିଲେ। ଆଦିତ୍ୟଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ପରିଶ୍ରମ ଦେଖି ସେମାନେ ପୁଣି ଥରେ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ। ରାତି ଅଧରେ ଆଦିତ୍ୟଙ୍କ ପାଖକୁ ଏକ ଅଜଣା ଫୋନ୍ କଲ୍ ଆସିଲା। ଯଦି ବାପାଙ୍କୁ ଜୀବିତ ଦେଖିବାକୁ ଚାହୁଁଛ, ତେବେ କାଲି ସକାଳେ ପୁରୁଣା ଫ୍ୟାକ୍ଟ୍ରିକୁ ଆସ ଏବଂ ସବୁ ପ୍ରମାଣ ନେଇ ଆସ। ରାକେଶଙ୍କ ଲୋକମାନେ ଆଦିତ୍ୟଙ୍କୁ ବନ୍ଦୀ କରିବାକୁ ଯୋଜନା କରୁଥିଲେ। ପରଦିନ ସକାଳ ସେହି ପରିତ୍ୟକ୍ତ ଫ୍ୟାକ୍ଟ୍ରି। ଆଦିତ୍ୟ ଏକାକୀ ସେଠାରେ ପହଞ୍ଚିଲେ। ରାକେଶ ମହାନ୍ତି ତାଙ୍କ ଗୁଣ୍ଡାମାନଙ୍କ ସହ ଛିଡ଼ା ହୋଇଥିଲେ। କାଗଜପତ୍ର ଦିଅ, ନହେଲେ ତୁମ ବାପା ହସ୍ପିଟାଲରୁ ଘରକୁ ଫେରିବେନି, ରାକେଶ ଗର୍ଜନ କଲେ। ଆଦିତ୍ୟ ଶାନ୍ତ ଭାବେ ଏକ ପେନ୍ଡ୍ରାଇଭ୍ ବାହାର କଲେ। ଏଥିରେ ଆପଣଙ୍କର ସବୁ ପାପର ଚିଠା ଅଛି। ଆପଣ ଭାବୁଥିଲେ ମୁଁ ଜଣେ କ୍ଷୀରବାଲା ହୋଇ କିଛି କରିପାରିବିନି, କିନ୍ତୁ ଆପଣ ଭୁଲିଗଲେ ଯେ ଖରାରେ ପଡ଼ି ହୋଇ ବ୍ୟବସାୟ ଶିଖେ ତାକୁ ହରାଇବା ସହଜ ନୁହେଁ। ସେତିକିବେଳେ ଚାରିଆଡ଼ୁ ପୋଲିସ ଗାଡ଼ିର ସାଇରନ ଶୁଭିଲା। ପ୍ରିୟା ପୋଲିସ ନେଇ ସେଠାରେ ପହଞ୍ଚି ସାରିଥିଲା। ରାକେଶ ମହାନ୍ତି ଧରା ପଡ଼ିଲେ। ସେ ସେତେବେଳେ ହ୍ୟାଣ୍ଡକପ୍ ପିନ୍ଧି ଯାଉଥିଲେ। ଆଦିତ୍ୟ ତାଙ୍କ ପାଖକୁ ଯାଇ କହିଲେ, ସମ୍ପତ୍ତି ଲୁଟି ହୁଏ କିନ୍ତୁ ସ୍ୱାଭିମାନ ନୁହେଁ। ଘଟଣାଟି ସହରର ସାରା ଚହଳ ପକାଇଲା, କିନ୍ତୁ ଆଦିତ୍ୟଙ୍କ ପାଇଁ ସବୁଠାରୁ ବଡ଼ ବିଜୟ ଅପେକ୍ଷା କରିଥିଲା। ହସ୍ପିଟାଲରେ ମନୋହର ପଟ୍ଟନାୟକ ଚେତା ଫେରିଥିଲା। ସେ ସବୁ କଥା ଶୁଣି ସାରିଥିଲେ। ଯେତେବେଳେ ଆଦିତ୍ୟ ରୁମ୍ ଭିତରକୁ ଗଲେ, ମନୋହର ବାବୁଙ୍କ ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଥିଲା। ସେ ଥର ଥର ଗଳାରେ କହିଲେ, ଆଦିତ୍ୟ, ମୋତେ କ୍ଷମା କରିଦିଅ ପୁଅ। ମୁଁ ଭାବୁଥିଲି ଟଙ୍କା ହିଁ ସବୁକିଛି, କିନ୍ତୁ ଆଜି ବୁଝିଲି ମୁଁ ଗରିବ ଥିଲି, ଆଉ ତୁ ଏବଂ ସେଇ ଝିଅ ପ୍ରିୟା ପ୍ରକୃତରେ ଧନୀ। ତୁମ ସ୍ୱାଭିମାନ ପାଖରେ ମୋ ଅହଙ୍କାର ହାରିଯାଇଛି। ଆଦିତ୍ୟ ବାପାଙ୍କ ହାତ ଧରିଲେ। ବାପା, ସମ୍ପର୍କ ସମ୍ମାନରେ ଚାଲେ, ସର୍ତ୍ତରେ ନୁହେଁ। ବାପା ପ୍ରିୟାକୁ ପାଖକୁ ଡାକିଲେ ଏବଂ ତା ହାତ ଧରି କହିଲେ, ମା, ତୁ ମୋ ଘରର ବୋହୂ ନୁହେଁ, ଝିଅ ହୋଇ ଆସିବୁ। ତୋ ବାପା ମା ମୋର ପରିବାର। ମୋର ସବୁ ନିୟମ ଭୁଲ ଥିଲା, କିନ୍ତୁ କାହାଣୀରେ ଏବେ ବି ଏକ ରୋମାଞ୍ଚକର ମୋଡ଼ ବାକି ଥିଲା। ଆଦିତ୍ୟ ବାହାରକୁ ଆସି ଦେଖିଲେ ପ୍ରିୟା କେଉଁଆଡ଼େ ଚାଲିଯାଇଛି। ସେ ଏକ ଚିଠି ଛାଡ଼ି ଯାଇଥିଲା। ଆଦିତ୍ୟ, ଆପଣଙ୍କ ପୁଣି ନିଜ ସାମ୍ରାଜ୍ୟକୁ ଫେରି ପାଇଛନ୍ତି, କିନ୍ତୁ ମୁଁ ଜାଣିବାକୁ ଚାହେଁ ଆପଣ ଏବେ ବି ସେଇ କ୍ଷୀରବାଲା ଆଦି ହୋଇ ରହିଛନ୍ତି ନା ପୁଣି କୋଟିପତି ଆଦିତ୍ୟ ପଟ୍ଟନାୟକ ହୋଇଯିବେ। ଯଦି ମୋତେ ଖୋଜିପାରିବେ ତେବେ ମୁଁ ଭାବିବି ଆମ ପ୍ରେମ ସତ୍ୟ। ପ୍ରିୟାର ସେହି ଚିଠି ଆଦିତ୍ୟଙ୍କ ହାତରେ ଥରୁଥିଲା। ସେ ବୁଝିପାରୁନଥିଲେ ଯେ ପ୍ରିୟା ତାଙ୍କୁ କୌଣସି ଶାସ୍ତି ଦେବାକୁ ଚାହୁଁନାହିଁ, ବରଂ ସେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ ଧନ ସମ୍ପତ୍ତିର ଏହି ଚକାଚନ୍ଦ ଭିତରେ ଆଦିତ୍ୟଙ୍କ ଭିତରେ ଥିବା ସେହି ସରଳ ମଣିଷଟି ଯେମିତି ହଜି ନଯାଏ। ଆଦିତ୍ୟ ହସିଲେ, କାରଣ ସେ ଜାଣିଥିଲେ ପ୍ରିୟା କେଉଁଠି ଥାଇପାରେ। ସେ ନିଜର ଦାମୀ କାର୍ ବ୍ୟବହାର କଲେ ନାହିଁ। ସେ ପୁଣି ଥରେ ସେ ପୁରୁଣା ସାଇକେଲଟି ଧରିଲେ ଏବଂ ସିଧା ବାହାରିଲେ ସହରର ଉପକଣ୍ଠରେ ଥିବା ସେ ସ୍ନେହନିଡ଼ ଅନାଥାଶ୍ରମକୁ। ସେଠାରେ ପ୍ରିୟା ପ୍ରାୟତଃ ପିଲାମାନଙ୍କ ସହ ସମୟ କଟାଏ। ସେଠାରେ ପହଞ୍ଚି ଆଦିତ୍ୟ ଦେଖିଲେ ପ୍ରିୟା ପିଲାମାନଙ୍କୁ ଗପ ଶୁଣାଉଛନ୍ତି। ଏକ ରାଜକୁମାରର ଗପ, ଯେ ରାଜପ୍ରସାଦ ଛାଡ଼ି ମଣିଷ ପଣିଆ ଶିଖିବାକୁ ବାହାରିଥିଲେ। ଆଦିତ୍ୟ ପଛରୁ କହିଲେ, ସେ ଗପରେ ରାଜକୁମାରୀଟିକୁ ତାର ରାଜକୁମାରୀ ମିଳିଲା କି ନାହିଁ? ପ୍ରିୟା ପଛକୁ ଚାହିଁଲା। ଆଦିତ୍ୟଙ୍କୁ ସେହି ସାଧାରଣ ବେଶରେ ଏବଂ ସାଇକେଲ ସହ ଦେଖି ତା ଆଖି ଉଜ୍ଜଳ ହୋଇଗଲା। ସେ ହସି କହିଲା, ରାଜକୁମାରୀ ମିଳିବା ପାଇଁ ତ ରାଜକୁମାରକୁ ପରୀକ୍ଷା ଦେବାକୁ ପଡ଼ିବ। ଆଦିତ୍ୟ ଆଣ୍ଠୁମାଡ଼ି ବସି କହିଲେ, ମୁଁ ଜାଣେ ମୁଁ ଜଣେ ଭଲ ପୁଅ ହେବାକୁ ଚେଷ୍ଟା କରୁଛି, କିନ୍ତୁ ତୁମ ବିନା ମୁଁ ଜଣେ ସମ୍ପୂର୍ଣ୍ଣ ମଣିଷ ହୋଇପାରିବି ନାହିଁ। ଆମେ ମିଶି ଏମିତି ଏକ ସାମ୍ରାଜ୍ୟ ଗଢ଼ିବା ଯେଉଁଠି କେବଳ ଧନ ନୁହେଁ, ସ୍ନେହ ଓ ସ୍ୱାଭିମାନର ଶାସନ ଚାଲିବ। କିଛି ଦିନ ପରେ ପଟ୍ଟନାୟକ ଭିଲା ଏକ ନୂଆ ରୂପ ନେଲା। ବାହାଘର ବହୁତ ଜାକଜମାରେ ହେଲାନି, ବରଂ ଅତି ସାଧାରଣ ଭାବେ ମନ୍ଦିରରେ ହେଲା। ମନୋହର ପଟ୍ଟନାୟକ ନିଜେ ଯାଇ ପ୍ରିୟାର ବାପା ଶର୍ମା ବାବୁଙ୍କୁ ସମ୍ମାନର ସହ ନିମନ୍ତ୍ରଣ କଲେ ଏବଂ ନିଜ ଭୁଲ ପାଇଁ କ୍ଷମା ମାଗିଲେ। ସେହିଦିନଠାରୁ ଆଦିତ୍ୟ
केवल पट्टनायक ग्रुपर चेयरमैन होई रहिले नहीं, से स्वाभिमान ट्रर गठन कले। यही स्टट माध्यम से हजार हजार गरीब परिवार को गोपालन एवं कृषि क्षेत्र में स्वावलंबन कले। से स्थिर कले कि कंपानीर लभांशर एक बड़ भाग गरीब पिला शिक्षा खर्च हेब। वर्षक पर से अनाथ आश्रम एक छोट पिला आदित्य को पचारा, अंकल आपण कुआडे आगरू क्षीर बिकुथिले? आदित्य गर्वर सह कहले, हाँ पुओ, आउ सेईटा ही मो जीवनर सबुठारु बड़ डिग्री थिला। सेही काम ही मते शिखाइथिला कि स्वाभिमान केमिति रक्षा करा जाए। प्रिया पाखरे छिड़ा होइथिला, ता आखिरे तृप्तिर लुह थिला। सूर्यास्तर से रंगीन आकाश तले दुईटी आत्मार मिलन होइतिला, जेउमाने प्रमाण करदेले जे टंकारे सुविधा किणा जाय पारे, किंतु सुख और सम्मान केवल निजर सत चरित्रु ही मिले। कहानीटी एइठी शेष होइछि, किंतु आदित्य और प्रियांका स्वाभिमानर यात्रा अनेकंक पई एक नुआ आरंभ थिला।